ଆମର ଦୂରଦର୍ଶନ ଓ ଆକାଶବାଣୀର ଯେତେ କର୍ମଚାରୀ ଅଛନ୍ତି ଏ ସମସ୍ତଙ୍କୁ ନେଇକି ଗଢ଼ା ହେଇଛି ଆମ କଥା। ଆମେ ସବୁବେଳେ କାମ କରୁଛୁ, ରୋଜଗାର କରୁଛୁ, ପିଲା ଛୁଆଙ୍କ କଥା ବୁଝୁଛୁ, ସବୁ କାମ କରୁଛୁ, କିନ୍ତୁ ଆମେ ଅନ୍ୟ ପାଇଁ କିଛି କାମରେ ଆସୁନୁ। ସେଇଥିପାଇଁକା ଏଇ ଯୋଉ ଆମ କଥାଟା ଗୋଟେ ପ୍ରୟାସ। ଏଇ ଯୋଉ ପ୍ରବଳ ଖରା ହଉଛି, ଆମେ ଦେଖିଲୁ ଯେ ଖରାରୁ ଲୋକଙ୍କୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ଟିକେ କିଛି ପାଣି ବି ହଉ ଯାହା ହଉ ଦବାକୁ ପଡ଼ିବ। ଆମେ ଗୋଟେ ନୂଆ ପ୍ରକାର ଚିନ୍ତା କରିକି ଆମେ ଭାବିଲୁ ଯେ ଆମେ ପାଣି ଆଉ ଦବା କଣ, ଆମେ ତରଭୁଜ ଦବା। ତରଭୁଜଟା ମାନେ ଦେହ ପାଇଁ ବହୁତ ଭଲ, ଆଉ କୌଣସି ଇନଫେକ୍ସନ ହବାର ନାହିଁ, କିଛି ଚିନ୍ତା ନାହିଁ। ଯେହେତୁ ସବୁ ଷ୍ଟାଫ ମାନେ ଆମର ସେ କଥାକୁ ସହମତି ଜଣେଇଲେ, ଆଉ ଆ ଦେହରେ ବହୁତ ସିନିୟର ସିଟିଜେନ ଅଛନ୍ତି, ସମସ୍ତଙ୍କ ତ ବହୁତ ଟେନସନରେ ବି ଅଛନ୍ତି, ବହୁତ କାମଧନ୍ଦା ବି ଅଛନ୍ତି, ତା ଭିତରେ ବି ସମୟ ବାହାର କରୁଛନ୍ତି ଟିକେ ଆନନ୍ଦ ପାଇବା ପାଇଁ। ଏ ଆମ କଥା ମାଧ୍ୟମରେ ଆମେ ଲୋକଙ୍କୁ କିଛି କାମରେ ଆସିବା, ଅନ୍ୟମାନଙ୍କ ପାଇଁ ବଞ୍ଚିବା। ନିଜେ ତ ବଞ୍ଚୁଥିଲୁ, ଏଇଟା ଅନ୍ୟମାନଙ୍କ ପାଇଁ ବଞ୍ଚିବା, ଏଇଟା ଗୋଟେ ସେଇ ପ୍ରୟାସ। ଆମ କଥା ଯେତେବେଳେ ଆରମ୍ଭ ହେଲା, ଆମର ଜ୍ୟୋତି ପଟ୍ଟନାୟକ, ତାପସ ବୋଷ ଆଜି ନାହାନ୍ତି, ଆଉ ରବି ମିଶ୍ର, ମୁଁ, ରାଜଗୋପାଳ ସିଂ, ଶରତ ବେହେରା ବାବୁ, ଶ୍ରୀକାନ୍ତ ବେହେରା, ଏସବୁ ମିଶିକି ଆମେ ଚିନ୍ତା କଲୁ ଯେ ଆମେ ଗୋଟେ କିଛି କରିବା। ସେଇଥିରୁ ଜନ୍ମ ନେଲା ଆମ କଥା। ଆମ ସାଙ୍ଗରେ ଜ୍ୟୋତି ଭାଇ ଆମର ଆଡମିନ ହେଇଛି, ଆଉ ଜଗନ୍ନାଥ ଆଚାର୍ଯ୍ୟ ବି ଅଛନ୍ତି। ଆମେ ଚେଷ୍ଟା ଚଲେଇଛୁ, ଆଗକୁ ବନ୍ୟା ବାତ୍ୟା ପାଇଁ ବି ଚେଷ୍ଟା କରିବୁ। ଆମର ଯଦି ଗ୍ରୁପରେ ସମସ୍ତେ ଆମ ସାଙ୍ଗେ ସହଯୋଗ କରିବେ, ଆମେ ଆଉ ଆଗକୁ ଗୋଟେ ଗୋଟେ ଷ୍ଟେପ୍ ନେବାକୁ ଚିନ୍ତା କରୁ।